মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে দূর ମୋ যিশু নাম। প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବୋଚ୍ଚ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 16 ଅଧ୍ୟାୟର 7 ପଦରେ ଆମମାନେ ଏହିପରି ପାଠ କରୁ, ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କ ବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣିନାହୁଁ ବୋଲି ସେ ଏହା କହୁଅଛନ୍ତି। ଯେତେବେଳେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ଫାରୁସି ଓ ସାଦୁକୀମାନଙ୍କର ଖମିର ଠାରୁ ରକ୍ଷା ପାଇବାକୁ କହିଲେ, ଅର୍ଥାତ୍ ସେମାନଙ୍କ ଭ୍ରାନ୍ତ ଶିକ୍ଷାରୁ ରକ୍ଷା ପାଇବାକୁ କହିଲେ, ସେତେବେଳେ ଶିଷ୍ୟମାନେ ପରସ୍ପର ମଧ୍ୟରେ ଚିନ୍ତା କଲେ ଯେ ଆମେ ରୁଟି ଆଣିନାହୁଁ, ଏଥିପାଇଁ ସେ ଏହିପରି କହୁଅଛନ୍ତି। ପ୍ରଭୁଙ୍କ ସତର୍କବାଣୀ ଶିଷ୍ୟମାନେ ବୁଝିପାରିଲେ ନାହିଁ, ଆଉ ଭୁଲ କରିବାକୁ ଲାଗିଲେ। ଶିଷ୍ୟମାନେ ଭାବିଲେ ଯେ ପ୍ରଭୁ ସେମାନଙ୍କୁ ଏଥିପାଇଁ କହିଲେ କାରଣ ଯାତ୍ରା ନିମନ୍ତେ ସେମାନେ କିଛି ଆୟୋଜନ କରିନଥିଲେ। ଏହା ସେମାନଙ୍କ ଅବହେଳାର ସୂଚନା ଦିଏ। ସେମାନେ ଚିନ୍ତା କଲେ ଯେ ପ୍ରଭୁ ସେମାନଙ୍କୁ ଏହିପରି କହିବାର ଅର୍ଥ ସେମାନେ ଫାରୁସିମାନଙ୍କ ଶିକ୍ଷାରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେମାନେ ନିଜର ବ୍ୟକ୍ତିଗତ ଆବଶ୍ୟକତା ପ୍ରତି ଧ୍ୟାନ ଦେଇପାରିଲେ ନାହିଁ। କିନ୍ତୁ ପ୍ରଭୁ ତ ସେମାନଙ୍କୁ ଅନୁଯୋଗ କରୁନଥିଲେ, ମାତ୍ର ଫାରୁସି ଓ ସାଦୁକୀମାନଙ୍କର ଭୁଲ ଶିକ୍ଷାରୁ ସତର୍କ ହେବା ପାଇଁ କହୁଥିଲେ। ମନୁଷ୍ୟ ପାପର ପ୍ରଭାବରେ ରହିଥିବାରୁ ସଦାବେଳେ ନିଜର ଶାରୀରିକ ଆବଶ୍ୟକତା ପୂର୍ଣ୍ଣ କରିବାକୁ ଚାହେଁ, ମାତ୍ର ଈଶ୍ୱରଙ୍କର ଇଚ୍ଛା ଏହି ଯେ ମନୁଷ୍ୟ ନିଜର ଆତ୍ମିକ ଜୀବନର ଚିନ୍ତା କରୁ, କାରଣ ତାହା ପାପ ଓ ପାପର ପରିଣାମ ହେତୁ ସେ ଈଶ୍ୱରଙ୍କର ଉପସ୍ଥିତିରୁ ବାହାର କରିଦିଆଯିବ। ଏହି ଚିନ୍ତା ଦୂର କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ କ୍ରୁଶରେ ବଳିଦାନ ହେଲେ। ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଯେପରି ଯେ କେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ ଓ ତାହାଙ୍କୁ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ, ସେ ପରିତ୍ରାଣ ପାଏ ଓ ତାହାର ଆତ୍ମିକ ଜୀବନର ଚିନ୍ତା ଦୂର ହୁଏ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଆପଣ ମଧ୍ୟ ପାପ ସମ୍ବନ୍ଧୀୟ ଆତ୍ମିକ ଚିନ୍ତାରୁ ଯେପରି ଦୂର ହୋଇପାରନ୍ତି, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କଠାରେ ଆମର ପ୍ରାର୍ଥନା।